କୋଉ ଚାଷୀଟା ବିଜେଡି ସାଙ୍ଗରେ ଅଛି କହନ୍ତୁ 100 ଟଙ୍କା ବୋନସ ଦେବା ପାଇଁ ଏମାନେ ସୋହେଲାରେ କହିଥିଲେ 100 ଟଙ୍କା ବୋନସ ଦେଇ ପାରିଲେନି। ଏ କଟଣୀ ଛଟଣୀର ଆରମ୍ଭ କୋଉଠୁ ହେଲା? ଏଇ ଯୋଉ ତାପରେ ଏଇ ଯୋଉ 19 କେଜି ଆଉ 13 କେଜି ସିଷ୍ଟମ କୋଉଠୁ ଆରମ୍ଭ ହେଲା? ଏଟା ତ ବିଜେଡି ସରକାରର ଦେନ। ଆଉ ଯଦି ବିଜେଡି ସରକାରର ସବୁ ଦେୟ ତାହେଲେ ଏମାନେ କଣ ପାଇଁ କ୍ରିଟିସାଇଜ କରୁଛନ୍ତି? ଏମାନେ ମୁଁ ଭାବୁଛି ଏମାନେ ଯଦି ବିଧାନସଭାରେ କିଛି କହିବେ ତାହେଲେ ଯୋଉମାନେ ଅଛନ୍ତି ଶାସକ ଦଳର ସଦସ୍ୟ ଏମାନଙ୍କୁ ବେଶୀ ନଙ୍ଗଳା କରିଦେବେ। ସେଇପାଇଁ ଡରରେ ଏମାନେ ହାଉସଟାକୁ ବନ୍ଦ କରୁଛନ୍ତି। ଲାଭ ତ ସରକାରକୁ ଉତ୍ତର ଦେବାକୁ ପଡିବନି, କିଛି କରିବାକୁ ପଡିବନି। ସରକାର ଆରାମସେ ବସିଥିବ, ମାନେ ନାହିଁରେ ଘିଅ ଲଗେଇକି ଶୋଇବ। ଓପୋଜିସନ ତା କାମ କରିବା କଥା। ମୁଁ ଲିଡର ଅଫ ଓପୋଜିସନ ଥିଲି। ମୁଁ କେତେବେଳେ ହାଉସ ଷ୍ଟଲ କରିବାର ଦେଖିଛ କି? କେବେ ଦେଖେ? ହାଉସ ଷ୍ଟଲ ଯେତେବେଳେ କରାଯାଏ ଗୋଟେ ନିୟମକୁ ବହିର୍ଭୂତ କାମ କରିଥିଲେ। ବିଧାନସଭାର ରୁଲ ଆଣ୍ଡ ପ୍ରୋସିଜିଓରକୁ ଏମାନେ ଯଦି ବାହ୍ୟାତ କରିଥିବେ ଏବଂ ତାଙ୍କର ଏକଛତ୍ରବାଦୀ ହିସାବରେ ବିଧାନସଭାକୁ ଚଳାଇବାକୁ ଚେଷ୍ଟା କରିବେ ସେତେବେଳେ ହାଉସକୁ ଷ୍ଟଲ କରାଯିବ ନା। ଏ ଆଲୋଚନାକୁ ତ ହାଉସରେ ଷ୍ଟଲ କରାଯାଏନି ନା। ଆଲୋଚନା ହଉ, କିଏ ମନା କରୁଛି? କହନ୍ତୁ। ଓଡ଼ିଶାବାସୀ 4 କୋଟି ଓଡ଼ିଆ ଲୋକ ଦେଖୁଛନ୍ତି, ସେମାନେ ନିଷ୍ପତ୍ତି ନେବେ ନା, ମାଲିକ ତ ସେମାନେ।